ଯେପରିକି ଆପଣମାନେ ଜାଣିଛନ୍ତି ମୁଁ ଆପଣମାନଙ୍କୁ ପୂର୍ବ ବ୍ଲଗ୍ରେ ସେୟାର କରିଥିଲି ଆମେ ଓଡ଼ିଶା ଆସିଛୁ ଆଉ ଏବେ ଶାଶୁଘରେ ରହୁଛୁ। ଆଉ ପୂର୍ବ ଭିଡ଼ିଓରେ ଆପଣମାନଙ୍କୁ ମୁଁ ଦେଖେଇଥିଲି ଆମର ବାଡ଼ିରେ କିପରି ମାନେ ଆମର ବିଲରେ କିପରି ଧାନ ଚାଷ ହୋଇଛି, ଝୁଡ଼ଙ୍ଗ ଚାଷ ହୋଇଛି। ଆଉ ଏବେ ଆପଣଙ୍କୁ ମୁଁ ଆମର ଘରରେ ଯେଉଁ ବଗିଚା ଅଛି ତାର ଭିଡ଼ିଓ ସେୟାର କରୁଛି। ଆପଣମାନଙ୍କୁ ଏବେ ଦେଖାଉଛି ଗୋଟେ ପିଜୁଳି ଗଛ। ଆପଣମାନେ ଦେଖିପାରୁଥିବେ କେତେ ପରିମାଣର ପିଜୁଳି ଏଠି ଫଳିଛି। ଆଉ ଏଇ ଗଛଟି ମାତ୍ର 2 ବର୍ଷ ହେବ ହିଁ ଏଠି ଲଗାଯାଇଥିଲା। ଆଉ କେତେ ଗ୍ରୋଥ ହେଇ ଆଉ କେତେ ପରିମାଣର ପିଜୁଳି ଫଳୁଛି ଆପଣମାନେ ଦେଖିପାରୁଥିବେ। ଆମେ ମାର୍କେଟରେ ସେଠି ହାଇଦ୍ରାବାଦରେ କିଣିକି ଖାଉଛୁ, କିନ୍ତୁ ଆମର ଘରେ ଏତେ ପରିମାଣ ପିଜୁଳି ଯେ ମୋର ତ ଶାଶୁ ଶ୍ୱଶୁର 2 ଜଣ ଲୋକ, ସେ ବା କେତେ ଖାଇବେ। କେବେ ଏ ନଣନ୍ଦ ଘରକୁ ପଠାଉଛନ୍ତି ତ କେବେ ସେ ନଣନ୍ଦ ଘରକୁ ପଠାଉଛନ୍ତି, ତ ଗାଁରୁ ଯଦି ବି କିଏ ଆସୁଛି ତାକୁ ମଧ୍ୟ ଦେଉଛନ୍ତି। ତ ଏଇଭଳି ହିଁ ଆମର ଏଇ ପିଜୁଳିଟି ୟୁଜ୍ ହେଉଛି। ଆଉ ଆମେ ଯେତିକି ଦିନ ରହିଥିଲୁ ପୁରା ଭରପୁର ପେଟେ ପେଟେ ଖାଇଥିଲୁ। ସେ ଝୁଡ଼ଙ୍ଗ ହେଉ କି ବାଡ଼ିର କିଛି ସାରା ଜିନିଷ ହେଉ ଆମେ ପୁରା ଏନ୍ଜୟ କରିକି ଆସିଛୁ ଏ 12 ଦିନ ଭିତରେ। ଆପଣମାନେ ଦେଖିପାରୁଥିବେ ଆମର ପିଜୁଳି କେତେ ସୁନ୍ଦର ଭାବରେ ଫଳିଛି। ଆଉ ପିଜୁଳିଟି ମଧ୍ୟ ବହୁତ ମିଠା। ଆଉ ଯେହେତୁ ଏଠି କୌଣସି ପ୍ରକାର ସାର କିମ୍ବା କୌଣସି ପ୍ରକାର ଔଷଧ ବ୍ୟବହାର ହୁଏନି, ତ ତା'ର ତ ମଜା କିଛି ଅଲଗା। ତ ଏଇଭଳି କିଛି ଥିଲା ମିନି ବ୍ଲଗ୍ କିପରି ଲାଗିଲା ଜଣାଇବେ। ଆଉ ଭିଡ଼ିଓଟି ଭଲ ଲାଗିଲେ ସବସ୍କ୍ରାଇବ୍ କରିଦେବେ।